ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା ତ ଯେଉଁମାନଙ୍କର ରାଜନୀତି ବିଜ୍ଞାନ ବା ପଲିଟିକାଲ ସାଇନ୍ସ ଅଛି ତ ପିଲାମାନେ ଯେଉଁମାନଙ୍କର ପଲିଟିକାଲ ସାଇନ୍ସ ଅଛି ତ ତମମାନଙ୍କର 50ଟା MCQ ନେଇ ଆସିଛି 50ଟା MCQ ମାରାଥନ କ୍ଲାସ୍ ଆଲୋଚନା କରିବେ ତ ଚାଲ ଆମେ ଷ୍ଟାର୍ଟ କରିବା। ତ ଦେଖ କ'ଣ ଦେଇଛି କ୍ୱେଶ୍ଚିନ୍ ଭାରତୀୟ ରାଷ୍ଟ୍ର ସଂଘରେ ଡ୍ୟାସ୍ ଗୋଟି ରାଜ୍ୟ ଅଛି। ଭାରତୀୟ ରାଷ୍ଟ୍ର ସଂଘରେ କେତେ ଗୋଟି ରାଜ୍ୟ ଅଛି? କେତେ ଗୋଟି ରାଜ୍ୟ ଅଛି ପିଲାମାନେ? 25ଟି 26ଟି 28ଟି 29ଟି। କେତେ ଗୋଟି ଅଛି ନା 28ଟି। ନେକ୍ସଟ କ୍ୱେଶ୍ଚିନ୍ ଡ୍ୟାସ୍ ଯୋଜନା ଆୟୋଗର ଅଧ୍ୟକ୍ଷ ଥିଲେ? କିଏ ଯୋଜନା ଆୟୋଗର ଅଧ୍ୟକ୍ଷ ଥିଲେ? ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଅର୍ଥମନ୍ତ୍ରୀ, ଉପରାଷ୍ଟ୍ରପତି। କିଏ ଥିଲେ ନା ପ୍ରଧାନମନ୍ତ୍ରୀ। କିଏ ନା ପ୍ରଧାନମନ୍ତ୍ରୀ। ନେକ୍ସଟ ଭାରତ ହେଉଛି ଡ୍ୟାସ୍ ରାଜ୍ୟମାନଙ୍କର ଏକ ଅବିଲୋପୀୟ ସମାହାର। ଅବିଲୋପୀୟ ଦୃଢ଼ ଦୁର୍ବଳ। କ'ଣ ହବ ପିଲାମାନେ ନା ବିଲୋପୀୟ। କ'ଣ ନା ବିଲୋପୀୟ। ନେକ୍ସଟ ସଂସଦ କେନ୍ଦ୍ର ତାଲିକା ଓ ଡ୍ୟାସ୍ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରିଥାଏ? ସାମ୍ବିଧାନିକ, ରାଜ୍ୟ, ଯୁଗ୍ମ କୌଣସିଟି ନୁହେଁ। କ'ଣ ହବ ନା ଯୁଗ୍ମ। ନେକ୍ସଟ ସପ୍ତମ ଅନୁସୂଚୀରେ ଡ୍ୟାସ୍ ଗୋଟି ତାଲିକା ରହିଛି? 3, 4, 5, 7। ସପ୍ତମ ଅନୁସୂଚୀରେ କେତେ ଗୋଟି ତାଲିକା ରହିଛି ନା 3 ଗୋଟି ତାଲିକା ରହିଛି। ପରବର୍ତ୍ତୀ କ୍ୱେଶ୍ଚିନ୍ ଭାରତ ସମ୍ବିଧାନରେ ଯୁଗ୍ମ ତାଲିକା ପୃଥିବୀର କେଉଁ ସମ୍ବିଧାନର ପ୍ରବାହ କ୍ରମେ ଅନ୍ତର୍ଭୁକ୍ତ କରାଯାଇଛି? ଆୟର୍ଲାଣ୍ଡ, ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା। କ'ଣ ହବ ପିଲାମାନେ ନା ଅଷ୍ଟ୍ରେଲିଆ। କ'ଣ ନା ଅଷ୍ଟ୍ରେଲିଆ। ନେକ୍ସଟ କ୍ୱେଶ୍ଚିନ୍ କେନ୍ଦ୍ର ସରକାର ନିମ୍ନୋକ୍ତ କେଉଁ ତାଲିକା କ୍ଷେତ୍ରରେ ସର୍ବାଧିକ ତଥା ଏକକ କ୍ଷମତା ଉପଭୋଗ କରନ୍ତି? ଯୁଗ୍ମ ତାଲିକା, ରାଜ୍ୟ ତାଲିକା, କେନ୍ଦ୍ର ତାଲିକା, ସଂଘୀୟ ତାଲିକା। କ'ଣ ହବ ପିଲାମାନେ ନା କେନ୍ଦ୍ର ତାଲିକା। କ'ଣ ନା କେନ୍ଦ୍ର ତାଲିକା। ନେକ୍ସଟ କ୍ୱେଶ୍ଚିନ୍ ସାମାଜିକ ନିରାପତ୍ତା ଓ ସାମାଜିକ ବୀମା କେଉଁ ତାଲିକାଭୁକ୍ତ ବିଷୟ ଅଟେ? ଯୁଗ୍ମ ତାଲିକା, କେନ୍ଦ୍ର ତାଲିକା, ଅବଶେଷ କ୍ଷମତା, ରାଜ୍ୟ ତାଲିକା। କ'ଣ ହବ ପିଲାମାନେ ତମର ନା ଯୁଗ୍ମ ତାଲିକା। ତ ପିଲାମାନେ MCQ ବହୁତ ଗୁରୁତ୍ୱପୂର୍ଣ୍ଣ କାହିଁକି ନା ତ MCQ ହଉଛି ଧର 2 ମାର୍କିଆ ତମେ ମାନେ ଲେଖିଦବ। ଯଦି MCQ ଗୋଟେ ଭୁଲ 2 ମାର୍କିଆ ଲେଖିଲ 2 ନ ମିଳୁ 1 ତ ମିଳିବ 1 ହାଫ୍ ତ ମିଳିବ କିନ୍ତୁ MCQ 1 ମାର୍କ ମାନେ 1 ମାର୍କ ଯଦି ଭୁଲ ହେଲା 1 ମାର୍କ କଟା ହେଲା ହାଫ୍ ବି ଦିଆହବ ନାହିଁ। ଯେ ତମର 21ଟା ପୁରା MCQ ପଡୁଛି ବହୁତ ଗୁରୁତ୍ୱପୂର୍ଣ୍ଣ। ତ 21କୁ 21 ଆମେ ରଖିବା। ବୁଝିହେଲା। ତାପରେ ନେକ୍ସଟ କ୍ୱେଶ୍ଚିନ୍ ସରକାରଙ୍କ ଦ୍ୱାରା କ'ଣ ଥିଲା ନା ସରକାରଙ୍କ ଦ୍ୱାରା ସଂଗଠିତ ଲଟେରୀ କେଉଁ ତାଲିକାଭୁକ୍ତ ଅଟେ? କେନ୍ଦ୍ର ତାଲିକା, ରାଜ୍ୟ ତାଲିକା, ଯୁଗ୍ମ ତାଲିକା, ସଂଘୀୟ ତାଲିକା। କ'ଣ ହବ ନା ରାଜ୍ୟ ତାଲିକା। ସରକାରଙ୍କ ଦ୍ୱାରା ସଂଗଠିତ ଲଟେରୀ ରାଜ୍ୟ ତାଲିକାଭୁକ୍ତ ଅଟେ। ନେକ୍ସଟ କେଉଁ ସମ୍ବିଧାନ ସଂଶୋଧନ ଆଇନ ବଳରେ ଶିକ୍ଷା ବିଷୟ ରାଜ୍ୟ ତାଲିକାରୁ ଯୁଗ୍ମ ତାଲିକାକୁ ସ୍ଥାନାନ୍ତରିତ ହୋଇଛି? 24ତମ, 42ତମ, 44ତମ, 52ତମ। କେତେତମ ହବ ପିଲାମାନେ ନା ହବ 42ତମ। ନେକ୍ସଟ କ୍ୱେଶ୍ଚିନ୍ ସ୍ଥାନୀୟ ସ୍ୱାୟତ୍ତଶାସନ ବ୍ୟବସ୍ଥାର ଯଥାର୍ଥକୁ ନିମ୍ନୋକ୍ତ କେଉଁ ଭିତ୍ତିରେ ପ୍ରତିପାଦନ କରାଯାଇପାରିବ? ପ୍ରଶାସନିକ ଦକ୍ଷତା ବୃଦ୍ଧି, ରାଜନୈତିକ ବ୍ୟବସ୍ଥାର ଦୃଢ଼ତା, ଆଞ୍ଚଳିକ ବା ସ୍ଥାନୀୟ ନେତୃତ୍ୱ ସୃଷ୍ଟି, ତୃଣମୂଳ ଗଣତାନ୍ତ୍ରିକ ନୀତି। କ'ଣ ହବ ନା ତୃଣମୂଳ ଗଣତାନ୍ତ୍ରିକ ନୀତି। ନେକ୍ସଟ ପଞ୍ଚାୟତରାଜ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବା ମୂଳରେ ଲକ୍ଷ୍ୟ ଥିଲା କ'ଣ? ଲୋକମାନଙ୍କୁ ରାଜନୀତି ସମ୍ପର୍କରେ ଅବଗତ କରିବା, ଗଣତାନ୍ତ୍ରିକ କ୍ଷମତାର ବିକେନ୍ଦ୍ରୀକରଣ, କୃଷକମାନଙ୍କୁ ଶିକ୍ଷିତ ଓ ସଚେତନ କରିବା, ଉପରୋକ୍ତ କୌଣସିଟି ନୁହେଁ। କ'ଣ ହବ ନା ଗଣତାନ୍ତ୍ରିକ କ୍ଷମତାର ବିକେନ୍ଦ୍ରୀକରଣ। ନେକ୍ସଟ କେନ୍ଦ୍ର ନୀତି NITI ଆୟୋଗର ଅଧ୍ୟକ୍ଷ କିଏ? ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ। କ'ଣ ହବ ନା ପ୍ରଧାନମନ୍ତ୍ରୀ। ନେକ୍ସଟ ରାଜ୍ୟ ପୁନର୍ଗଠନ ଆୟୋଗ କେବେ ଗଠିତ ହୋଇଥିଲା? 1950, 1952, 1956,
1965 କେବେ ହୋଇଥିଲା? କେବେ ହୋଇଥିଲା ନା 1956 ମସିହାରେ ରାଜ୍ୟ ପୁନର୍ଗଠନ ଆଇନ ଗଠିତ ହୋଇଥିଲା। ନେକ୍ସଟ କ୍ୱେଶ୍ଚିନ୍, ଭାରତ ସମ୍ବିଧାନର କେଉଁ ଅନୁସୂଚୀରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଶାସନ କ୍ଷମତା ବଣ୍ଟନ କରାଯାଇଛି? ପଞ୍ଚମ, ଷଷ୍ଠ, ସପ୍ତମ, ଏକାଦଶ। କଣ ହବ ପିଲାମାନେ? ନା ସପ୍ତମ। କେଉଁ ଅନୁସୂଚୀରେ? ନା ସପ୍ତମ ଅନୁସୂଚୀରେ। ନେକ୍ସଟ, କେନ୍ଦ୍ର ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ବ୍ୟବସ୍ଥାପିକା ସମ୍ପର୍କ ସମ୍ବିଧାନର କେଉଁ ଭାଗରେ ବର୍ଣ୍ଣିତ? ନବମ, ଦଶମ, ଏକାଦଶ, ଦ୍ୱାଦଶ। କଣ ହବ ପିଲାମାନେ? ନା ଏକାଦଶ। କଣ? ନା ଏକାଦଶ। ନେକ୍ସଟ, ଇଣ୍ଡିଆ ଯାହାକି ଭାରତ ରାଷ୍ଟ୍ରମାନଙ୍କର ଏକ ସମ୍ମିଳନୀ ବୋଲି ସମ୍ବିଧାନର କେଉଁ ଧାରାରେ ଉଲ୍ଲେଖ କରାଯାଇଛି? ଧାରା 1, ଧାରା 2, ଧାରା 3, ଧାରା 4। କଣ ହବ? ନା ଧାରା 1। ପରବର୍ତ୍ତୀ କ୍ୱେଶ୍ଚିନ୍, ଯୁଗ୍ମ ତାଲିକାରେ କେତୋଟି ବିଷୟ ସ୍ଥାନ ପାଇଛି? 50, 51, 52, 53। ଯୁଗ୍ମ ତାଲିକାରେ କେତୋଟି ବିଷୟ ସ୍ଥାନ ପାଇଛି? କେତୋଟି ବିଷୟ ସ୍ଥାନ ପାଇଛି? ନା 51 ଗୋଟି ବିଷୟ ସ୍ଥାନ ପାଇଛି। ନେକ୍ସଟ, କେଉଁ କ୍ଷମତା ବଳରେ ସୁପ୍ରିମକୋର୍ଟ ଆମ ସମ୍ବିଧାନର ସୁରକ୍ଷା କରେ? କେଉଁ କ୍ଷମତା ବଳରେ? କେଉଁ କ୍ଷମତା? ନ୍ୟାୟିକ ସକ୍ରିୟତା, ନ୍ୟାୟିକ ପୁନର୍ବଲୋକନ, ମୌଳିକ କ୍ଷମତା, ପରାମର୍ଶ ସମ୍ବନ୍ଧୀୟ କ୍ଷମତା। କଣ ହବ? ନା ନ୍ୟାୟିକ ପୁନର୍ବଲୋଚନ। ନେକ୍ସଟ, ଭାରତୀୟ ସମ୍ବିଧାନର କେଉଁ ଧାରାରେ ସମ୍ବିଧାନ ସଂଶୋଧନ ପ୍ରଣାଳୀ ବର୍ଣ୍ଣିତ ହୋଇଛି? 350 ଧାରା, 360 ଧାରା, 358 ଧାରା, 368 ଧାରା। କଣ ହବ? ନା 368। କେତେ? ନା 368 ଧାରା। ନେକ୍ସଟ, ଭାରତରେ କିପରି କେନ୍ଦ୍ର ବ୍ୟବସ୍ଥାପିକା ରହିଛି? ଏକକ ସଦନୀୟ, 2 ସଦନୀୟ, ଜନପ୍ରିୟ, ଜନବିରୋଧୀ। କଣ ହବ ପିଲାମାନେ? କଣ ହବ? ନା ହବ 2 ସଦନୀୟ। କଣ? ନା 2 ସଦନୀୟ। ନେକ୍ସଟ, କିଏ କହିଥିଲେ ଭାରତ ପୂର୍ଣ୍ଣ ମାତ୍ରାରେ ସଂଘୀୟ ନୁହେଁ ମାତ୍ର ଅର୍ଦ୍ଧ ସଂଘୀୟ? GN ଯୋଶୀ, କେସି ହୋୟର, ଜେନିଙ୍ଗସ ଲାସ୍କି। କିଏ କହିଥିଲେ? ନା GN ଯୋଶୀ କହିଥିଲେ। ନେକ୍ସଟ, ଜରୁରୀ ପରିସ୍ଥିତି ବେଳେ ସମ୍ବିଧାନର କେଉଁ ଧାରା ବଳରେ ସଂସଦ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରିପାରିବ? ଧାରା 248, ଧାରା 250, ଧାରା 252, ଧାରା 254। କଣ ହବ? ନା ଧାରା 250। କଣ? ନା ଧାରା 250। ନେକ୍ସଟ, କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲେ କିଏ କେନ୍ଦ୍ରର ପ୍ରତିନିଧି ରୂପେ ରାଜ୍ୟର ପୁନଃଶାସନ ଦାୟିତ୍ୱ ନିର୍ବାହ କରନ୍ତି? ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ। କିଏ ପିଲାମାନେ ହବ? ନା ରାଜ୍ୟପାଳ। କିଏ? ନା ରାଜ୍ୟପାଳ। ନେକ୍ସଟ, ଭାରତରେ ଆର୍ଥିକ ସଂକଟ ଦେଖାଗଲେ କେଉଁ ଧାରା ବଳରେ ରାଷ୍ଟ୍ରପତି ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରିପାରିବ? ଧାରା 352, ଧାରା 356, ଧାରା 360, ଧାରା 364। କେତେ ହବ? ନା ଧାରା 360। ନେକ୍ସଟ କ୍ୱେଶ୍ଚିନ୍, ଭାରତରେ କିଭଳି ନାଗରିକତା ବ୍ୟବସ୍ଥା ରହିଛି? ଏକକ, ଦ୍ୱୈତ, ହସ୍ତାନ୍ତରିତ, ସ୍ୱୀକୃତ। କିଭଳି ରହିଛି? ନା ଏକକ। କିଭଳି? ଭାରତରେ ଏକକ ନାଗରିକତା ବ୍ୟବସ୍ଥା ରହିଛି। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁ ଗୋଟିକ ଏକ ସାମ୍ବିଧାନିକ ସ୍ତମ୍ଭ ନୁହେଁ? ନିର୍ବାଚନ ଆୟୋଗ, କେନ୍ଦ୍ର ଲୋକସେବା ଆୟୋଗ, ଅର୍ଥ ଆୟୋଗ, ଜଙ୍ଗଲ ଆୟୋଗ। କଣ ହବ? ନା ଜଙ୍ଗଲ ଆୟୋଗ। ନେକ୍ସଟ, ସରକାରିଆ କମିଶନ ଏହାର ରିପୋର୍ଟ କେଉଁ ମସିହାରେ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ? 1985, 1986, 1987, 1988। କଣ ହବ? ନା 1987। କଣ? ନା 1987। ନେକ୍ସଟ କ୍ୱେଶ୍ଚିନ୍, ସୁପ୍ରିମକୋର୍ଟର ରାୟ ଅନୁସାରେ 1989 ମସିହାରେ ଘୋଷିତ ରାଷ୍ଟ୍ରପତି ଶାସନ କେଉଁ ରାଜ୍ୟ ପାଇଁ ଅସାମ୍ବିଧାନିକ ଥିଲା? କେଉଁ ରାଜ୍ୟ ପାଇଁ? ଓଡ଼ିଶା, ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ। କୋଉ ରାଷ୍ଟ୍ର ପାଇଁ ଥିଲା? ନା କର୍ଣ୍ଣାଟକ। ନେକ୍ସଟ, 1988 ମସିହାରେ କେଉଁ ରାଜ୍ୟରେ କେନ୍ଦ୍ର ଦ୍ୱାରା ଅର୍ଦ୍ଧସାମରିକ
ବାହିନୀ ମୁତୟନକୁ ସମସ୍ତ ଅଣ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକ ବିରୋଧ କରିଥିଲେ। ଆସାମ, ମେଘାଳୟ, ସିକିମ, ତ୍ରିପୁରା। କ'ଣ ହବ ନା ତ୍ରିପୁରା। କ'ଣ ନା ତ୍ରିପୁରା। ନେକ୍ସଟ, ଯେଉଁ ରାଷ୍ଟ୍ରରେ ଗୋଟିଏ କେନ୍ଦ୍ର ସରକାର ଓ ଅନେକ ରାଜ୍ୟ ସରକାର ଥାନ୍ତି ତାକୁ କି ରାଷ୍ଟ୍ର କୁହାଯାଏ? ଗୋଟିଏ କେନ୍ଦ୍ର ଥିବ, ଅନେକ ରାଜ୍ୟ ସରକାର। ସଂଘରାଷ୍ଟ୍ର, ଐକିକ ରାଷ୍ଟ୍ର, ସଂଘୀୟ ରାଷ୍ଟ୍ର, ଅର୍ଦ୍ଧ ସଂଘୀୟ ରାଷ୍ଟ୍ର। କ'ଣ ହବ ନା ସେଟା ହବ ସଂଘୀୟ ରାଷ୍ଟ୍ର। ନେକ୍ସଟ, ରାଷ୍ଟ୍ରସଂଘ ବା ସଂଘୀୟ ରାଷ୍ଟ୍ର ଶବ୍ଦଟି କେଉଁ ଲାଟିନ ଶବ୍ଦରୁ ଆସିଛି? ଫେଡେରେସନ, ଫାଇଡେରେସନ, ଫୋଏଡସ, ଫାଇଡେସ। କ'ଣ ହବ ନା ଫୋଏଡେସ। କ'ଣ ନା ଫୋଏଡେସ। ନେକ୍ସଟ, 1968 ମସିହାରେ କେଉଁ ରାଜ୍ୟର ନାମ ପରିବର୍ତ୍ତନ କରାଯାଇ ତାମିଲନାଡୁ କରାଗଲା? କୋଏମ୍ବାଟୁରୁ, ମାନ୍ଦ୍ରାଜ, ମହୀଶୂର, ତେଲେଙ୍ଗାନା। କ'ଣ ହବ ନା ମାନ୍ଦ୍ରାଜ। କ'ଣ ନା ମାନ୍ଦ୍ରାଜ। ନେକ୍ସଟ, 2000 ମସିହାରେ ରାଜ୍ୟ ବିଭାଜନ ଘଟି 4ଟି ରାଜ୍ୟ ଗଠିତ ହୋଇଥିଲା। ମାତ୍ର ନିମ୍ନଲିଖିତ ମଧ୍ୟରୁ କେଉଁଟି ତନ୍ମଧ୍ୟରୁ ଗୋଟିଏ ନୁହେଁ? ଉତ୍ତରାଞ୍ଚଳ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ। କ'ଣ ହବ ନା ଅରୁଣାଚଳ ପ୍ରଦେଶ। ନେକ୍ସଟ, ରାଜ୍ୟ ଶାସନ ବିଷୟରେ ପାକ୍ଷିକ ବିବରଣୀ କିଏ ରାଷ୍ଟ୍ରପତିଙ୍କ ନିକଟକୁ ପଠାନ୍ତି? ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀ। କିଏ ପିଲାମାନେ ହବ ନା ରାଜ୍ୟପାଳ। କିଏ ନା ରାଜ୍ୟପାଳ ରାଜ୍ୟ ଶାସନ ବିଷୟରେ ପାକ୍ଷିକ ବିବରଣୀ ପଠାଇଥାନ୍ତି। ନେକ୍ସଟ, ପଞ୍ଜାବର ବିଭାଜନ ଘଟି କେଉଁ ବର୍ଷ ପଞ୍ଜାବ, ହରିୟାଣା ଓ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳ ଗଠିତ ହୋଇଥିଲା? 1965, 1966, 1967, 1971। କ'ଣ ହବ ନା 1966। 1966। ନେକ୍ସଟ, ନିମ୍ନଲିଖିତ ବିଷୟ ମଧ୍ୟରୁ କେଉଁଟି କେନ୍ଦ୍ର ସରକାରଙ୍କ ଅଧୀନରେ ଆସେ? ବ୍ୟାଙ୍କିଙ୍ଗ ଆସେ କେନ୍ଦ୍ର ସରକାରଙ୍କ ଅଧୀନରେ, ନା କୃଷି, ନା କାରାଗାର, ନା ଜନସ୍ୱାସ୍ଥ୍ୟ? କ'ଣ ଆସେ ନା ବ୍ୟାଙ୍କିଙ୍ଗ ଆସେ କେନ୍ଦ୍ର ସରକାରଙ୍କ ଅଧୀନରେ। ନେକ୍ସଟ, ସମ୍ପ୍ରତି ଯୁଗ୍ମ ତାଲିକାରେ କେତେ ବିଷୟ ଅନ୍ତର୍ଭୁକ୍ତ? 100, 57, 61, 52। ଯୁଗ୍ମ ତାଲିକାରେ କେତୋଟି ନା 52। ନେକ୍ସଟ, କେଉଁ ବିଷୟ ଏକକ କାଳୀନ ସମସ୍ତ ତାଲିକାରେ ଆସେ? ଖବରକାଗଜ, ମତ୍ସ୍ୟଜୀବୀ, ବଜାର, ଜନଗଣନା। କ'ଣ ହବ ନା ଖବର କାଗଜ। ନେକ୍ସଟ, ନିମ୍ନଲିଖିତ ମଧ୍ୟରୁ କେଉଁଟି ସଠିକ ଭାବରେ ମେଳ ଖାଉନାହିଁ? ସଂଘ ତାଲିକା ବୀମା, ରାଜ୍ୟ ତାଲିକା ଯୋଗାଯୋଗ, ସମବାୟୀ ତାଲିକା ଯୋଗାଯୋଗ, ଉଭୟ କ ଏବଂ ଖ। କ'ଣ ନା ତ୍ରିପଳା ହେଇଯିବ ସମବାୟ ତାଲିକା ଯୋଗାଯୋଗ। ନେକ୍ସଟ, ଭାରତୀୟ ସମ୍ବିଧାନର କେଉଁ ଅଂଶରେ କେନ୍ଦ୍ର ରାଜ୍ୟ ସମ୍ପର୍କ ବିଷୟରେ ଉଲ୍ଲେଖ କରାଯାଇଛି? ଭାଗ 11, ଭାଗ x, ଭାଗ 4, ଭାଗ XII। କ'ଣ ହବ ପିଲାମାନେ ନା ଭାଗ 11। ନେକ୍ସଟ, ନିମ୍ନଲିଖିତ ଟିକସ ମଧ୍ୟରୁ କେଉଁଟି ରାଜ୍ୟ ସରକାରଙ୍କ ଦ୍ୱାରା ଆଦାୟ ସଂଗ୍ରହ ଏବଂ ଦେଖାଯାଏ? କ'ଣ ଜମିକର, ଅଟୋ ଟ୍ୟାକ୍ସ, କୃଷି ଆୟକର, କେବଳ A, କେବଳ B, C, କେବଳ A, B, ନା ସମସ୍ତ A, B, C? କ'ଣ ହବ ପିଲାମାନେ ତମର ନା ଆନ୍ସର ହେଇଯିବ କ'ଣ ନା IV ହେଇଯିବ। କ'ଣ ନା ସମସ୍ତ A, B। ଜମିକର ହବ, ଅକଟ୍ରାଇ ଟ୍ୟାକ୍ସ ହବ, କୃଷି ଆୟକର ହବ। କ'ଣ ନା ଟିକସ ମଧ୍ୟରୁ ଏଟା ରାଜ୍ୟ ସରକାର ଦ୍ୱାରା ଆଦାୟ ସଂଗ୍ରହ କରାଯାଏ। ନେକ୍ସଟ, ନିମ୍ନଲିଖିତ ମଧ୍ୟରୁ କେଉଁଟି ପ୍ରଶାସନିକ ସଂସ୍କାର ଆୟୋଗ ସହ ଜଡ଼ିତ ନୁହେଁ? ରାଜିମାନ କମିଟି, ସରକାର କମିଶନ, ପଶ୍ଚିମବଙ୍ଗ ସ୍ମରଣପତ୍ର, ହନୁମନ୍ତାୟା ଆୟୋଗ। କ'ଣ ହବ ନା ସରକାର କମିଶନ। ନେକ୍ସଟ, ନିମ୍ନଲିଖିତ ମଧ୍ୟରୁ କେଉଁଟି ସଠିକ ଭାବରେ ମେଳ ଖାଉନାହିଁ? ରାଜିମାନ କମିଟି 1969, ପୁଞ୍ଜି ଆୟୋଗ 2001, ସରକାର କମିଶନ 1983, ଆନନ୍ଦପୁର ସାହି ପ୍ରସ୍ତାବ 1973। କ'ଣ ହବ ଏଟା ହବ ପୁଞ୍ଜି ଆୟୋଗ 2001 ମେଳ ଖାଉନାହିଁ। ନେକ୍ସଟ, ନିମ୍ନଲିଖିତ ମଧ୍ୟରୁ କେଉଁଟି ସଠିକ ଭାବରେ ମେଳ ଖାଉଛି? ଅର୍ଥ ଆୟୋଗ ଧାରା 256, କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଉଥିବା ଅର୍ଥ 262, ରାଜ୍ୟମାନଙ୍କର ଏହି କାର୍ଯ୍ୟକୁ ପ୍ରତିନିଧିତ୍ୱ କରିବା ଶକ୍ତି ଧାରା 278, ନା ୟୁନିୟନ ଦ୍ୱାରା ରାଜ୍ୟମାନଙ୍କୁ ଅନୁଦାନ ଧାରା 275। କ'ଣ ହବ ନା ଏଟା ମେଳ ସଠିକ ଭାବରେ ଖାଉଛି କୋଉଟା ନା ଅପସନ IV ହେଇଯିବ। ୟୁନିୟନ ଦ୍ୱାରା ରାଜ୍ୟମାନଙ୍କୁ ଅନୁଦାନ ଧାରା 275। ତ ଶେଷ କ୍ୱେଶ୍ଚିନ୍
ନିମ୍ନଲିଖିତ ସୁପାରିଶ ଗୁଡ଼ିକ ମଧ୍ୟରୁ କେଉଁଟି ସରକାରୀ ଆୟୋଗର ନୁହେଁ? ଏକକକାଳୀନ ତାଲିକାରେ ଆଇନ ପ୍ରସ୍ତୁତ କରିବା ପୂର୍ବରୁ ରାଜ୍ୟଗୁଡ଼ିକ ସହିତ ପରାମର୍ଶ କରିବାର କୌଣସି ଆବଶ୍ୟକତା ନାହିଁ। କୌଣସି ଠେସା କାରଣ ବିନା ରାଜ୍ୟପାଳଙ୍କ ନିୟମକୁ 5 ବର୍ଷ ପୂର୍ବରୁ ହ୍ରାସ କରିବା ଉଚିତ ନୁହେଁ। ରେଡ଼ିଓ ଏବଂ ଟେଲିଭିଜନ ପାଇଁ କୌଣସି ସ୍ୱାଧୀନତା ନାହିଁ। ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ? କ'ଣ ହବ ନା ଏଇଟା ହେଇଯିବ ସରକାରୀ ଆୟୋଗ। କୋଉଟା ନୁହଁ ନା ଏଇଟା ଏକକାଳୀନ ତାଲିକାରେ ଆଇନ ପ୍ରସ୍ତୁତ କରିବା ପୂର୍ବରୁ ରାଜ୍ୟଗୁଡ଼ିକ ସହିତ ପରାମର୍ଶ କରିବାର କୌଣସି ଆବଶ୍ୟକତା ନାହିଁ। ତ ପିଲାମାନେ ତମର 50ଟା ମାରାଥନ କ୍ଲାସ ସରିଗଲା। ତ ନେକ୍ସଟ କ୍ଲାସକୁ ଆଉ MCQ ନେଇ ଆସିବା 2 ମାର୍କ। ତ ପଲିଟିକାଲ ସାଇନ୍ସର 2 ମାର୍କ କ୍ୱେଶ୍ଚିନ୍ ଆଲୋଚନା କରିବା ନେକ୍ସଟ କ୍ଲାସକୁ। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।